ବୋଉ ଆଜି ବନେଇଲା ପୋଡ଼ପିଠା। ପ୍ରତି ଓଡ଼ିଆଙ୍କର ଘରେ ଘରେ ପରିଚିତ। ପିଲାଠୁ ବୁଢ଼ା ସମସ୍ତଙ୍କର ପସନ୍ଦ ଏଇ ପୋଡ଼ପିଠା। ଯେତେବେଳଠୁ ଯାଇ ଘରେ ପହଞ୍ଚିଲେଣି ସେତେବେଳଠୁ ବୋଉ ଲଗେଇ ଚାଲିଛି, ତୋ ପାଇଁ କ'ଣ ବନେଇବି କ'ଣ ବନେଇବି। ବାହାରେ ରହୁଛୁ ନା, ତ ମୁଁ ଘରେ ଯାଇକି ପହଞ୍ଚିଲା ପରେ ମାଆ ମାନଙ୍କର ମନ ମାନେନି। କିଛି ନା କିଛି ଗୋଟେ ଭଲ ଜିନିଷ ବନେଇକି ଦେବାକୁ ସେମାନଙ୍କର ଇଚ୍ଛା। ତ ମୁଁ ବି ବହୁତ ଦିନ ହେଲା ପୋଡ଼ପିଠା ଖାଇନଥିଲି, ତ ସେଥିପାଇଁ ମୁଁ ବି କହିଲି ବୋଉକୁ କି ଚାଲ ଆଜି ଗୋଟେ ପୋଡ଼ପିଠା ବନେଇବା। ତ ସେଥିପାଇଁ ବୋଉ 5 କେଜି ଚାଉଳ ଏକାଥରେ ବତୁରେଇ ଦେଇଛି। ମୁଁ ବି ତାକୁ ପଚାରିଲି, ଆରେ ଏତେ ଚାଉଳ ବତୁରଉଛୁ କ'ଣ ହବ? ବୋଉ କହିଲା, ତୁ କ'ଣ ଏକା ଖାଇବୁ? ଘରେ ପିଠା ବନୁଛି ମାନେ ସାଇ ପଡ଼ୋଶୀ ଅଛନ୍ତି ନା, ସେମାନେ ଯେତେବେଳେ ଯାହା ବି ହେଲେ ଆଣିକି ଦେଇ ଯାଉଛନ୍ତି, ଆମେ ତାଙ୍କୁ ଘରେ ପିଠାପଣା ହେଲେ ନଦେବା ବି କେମିତି? ତା ଛଡ଼ା ବାପାଙ୍କର ବି ତ ପୋଡ଼ପିଠା ବହୁତ ପସନ୍ଦ। ସେଥିପାଇଁ ଏତେ ସାରା ଚାଉଳ ବତୁରେଇ ଦେଲି। ତ ଯେତେବେଳେ 5 କେଜିର ପୋଡ଼ପିଠା ହବ, ମୁଁ ବି ଟିକେ ବୋଉକୁ ସାହାଯ୍ୟ କରିବାରେ ଲାଗି ପଡ଼ିଲି। ତ ବୋଉ ଏପଟେ ଚୁଲିରେ ଗୋଟେ ବଡ଼ ଜାଗା ବସେଇ ସେଥିରେ ପାଣି ଗରମ କରିଥିଲା। ଆଉ ପାଣି ଗରମ କଲା ପରେ ଯାହା ବି ଆମେ ରେଡ଼ି କରିଥିଲୁ ଗୁଡ଼, ତାକୁ ପକେଇକି ଗୋଳେଇଥିଲା। ତାପରେ କାଜୁ, ବାଦାମ, ନଡ଼ିଆ ଯାହା ବି କଟା ହେଇଥିଲା ସବୁ ଯାକ ପକେଇ ଭଲସେ ଗୋଳେଇଲା ପରେ ପାଣିଟା ଭଲସେ ଫୁଟିଗଲା। ତାପରେ ମୁଁ ଏମିତି ବିଞ୍ଚି ବିଞ୍ଚି ଯେତିକି ଚାଉଳର ଚୁନା ଯାକ ପକଉଥିଲି, ଆଉ ବୋଉ କଣ୍ଟିନ୍ୟୁଅସଲି ସେଗୁଡ଼ାକୁ ଗୋଳେଇ ଚାଲିଥିଲା। ଏମିତି କଣ୍ଟିନ୍ୟୁଅସଲି ଗୋଳେଇଲା ପରେ ଯେତେ ବି ଚୁନା ଆମର ଥିଲା ସବୁ ଯାକ ପକେଇକି ଗୋଟେ ଭଲ କରି ଗୋଟେ ଯନ୍ତଣୀ ରେଡ଼ି କରିଥିଲା। ଏପଟେ ପିମ୍ପୁଡ଼ିମାନଙ୍କୁ ତାଙ୍କ ସାପ୍ତାହିକ ରାସନ ସାମଗ୍ରୀ ମିଳିଯାଇଥିଲା, ଆଉ ଏପଟେ ଆମର ରେଡ଼ି ହେଉଥିଲା ପୋଡ଼ପିଠାର ବେସ୍ ବନେଇବା। ତ ବେସ୍ ବନେଇ ଦେଲା ପରେ ଯେତିକି ବି ଯନ୍ତଣୀ ରେଡ଼ି ହେଇଥିଲା ତାକୁ ସେ ପାତ୍ରରେ ଢାଳି ଦେଇ ବୋଉ ତାକୁ ଟିକେ ହାତରେ ଏମିତି ସେପ୍ ଦେଇ ଦେଉଥିଲା। ତ ଏମିତି ସେପ୍ ଦେଲା ପରେ ସେପ୍ଟା ପୁରା ହେଇଗଲା ରେଡ଼ି। ତା ଉପରେ କଦଳୀ ପତ୍ର ଦେଇ ବୋଉ ତାକୁ ବସେଇ ଦେଇଥିଲା ଚୁଲି ଉପରେ। ଚୁଲି ଉପରେ ତଳେ ସିନା ନିଆଁ ଜଳିବ, ହେଲେ ଉପରେ ବି ତ ନିଆଁ ଦେବାକୁ ପଡ଼ିବ ନା। ଉପରେ ଏମିତି ନିଆଁ ଆଉ ଘଷି ଦେଇକି ବୋଉ ବସେଇ ଦେଇଥିଲା ଚୁଲିରେ, ଆଉ ତାକୁ ଛାଡ଼ି ଦେଇଥିଲା 2-3 ଘଣ୍ଟା ପାଇଁ। ଏଇ ଯେଉଁ ଅନିମନ୍ତ୍ରିତ ଅତିଥିମାନେ ଏଠି ଚୁଲି ପାଖରେ ବସିକି ଉଷୁମ ଟାଣୁଥିଲେ, ଆଉ ମୁଁ ସେପଟେ ଏନ୍ଜୟ କରୁଥିଲି ମୋର ଅତି ପ୍ରିୟ ପୋଡ଼ପିଠା।